ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭାଗୃହଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ 2024 ପାଳିତ ହୋଇଯାଇଛି। ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୈତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଡକ୍ଟର ଦୟାନିଧି ବାଗ, ଅଧ୍ୟକ୍ଷା ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଡକ୍ଟର ବବିଲତା ସରାଫ, ସମ୍ମାନିତ ଅତିଥି ଓ ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୋଷ କୁମାର ରଥ, ରାୟଗଡ଼ା ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ସେହିପରି ଉତ୍କଳ ଆଲୁମିନା କମ୍ପାନୀର ଲୋକସମ୍ପର୍କ ଅଧିକାରୀ ପୀତାମ୍ବର ବେହେରା, ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ମିଳନ କୁମାର ବେହେରା, ଅଧ୍ୟାପକ ପି ଅରୁଣ କୁମାର ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ ପରିବର୍ତ୍ତନଶୀଳ ଗଣମାଧ୍ୟମ ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ରାୟଗଡ଼ା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭୀକ, ନିରପେକ୍ଷ, ସତ୍ୟ ଗଠନମୂଳକ, ସମସ୍ୟା ଭିତ୍ତିକ ସମ୍ବାଦ ପରିବେଷଣ କରୁଥିବାରୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କଠାରେ ଖବରଗୁଡ଼ିକ ପହଞ୍ଚି ପାରୁଥିବାରୁ ଅନେକ ସମସ୍ୟାର ସମାଧାନ ହୋଇପାରୁଛି। ରାୟଗଡ଼ା ଜିଲ୍ଲା ବିକାଶରେ ମଧ୍ୟ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ନିରପେକ୍ଷତା, ନିର୍ଭୀକତା, ସହୃଦୟତା ସାମ୍ବାଦିକଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ଗୋପରଞ୍ଜନ ବକ୍ସିପାତ୍ର, ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଜିଲ୍ଲାରେ କାର୍ଯ୍ୟରତ 183 ଜଣ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ। ଏହି ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେସ୍ ଦିବସର ଉଦ୍ଦେଶ୍ୟ ଯାହା ଥିଲା ଯେ ସାମ୍ବାଦିକତା କ୍ଷେତ୍ରରେ ଗୁଣବତ୍ତା ମେଣ୍ଟେନ୍ କରିବା, ତାହା ଆମର ମୁଖ୍ୟ ଉଦ୍ଦେଶ୍ୟ ବର୍ତ୍ତମାନ ରହିଛି। କାରଣ ମିଡ଼ିଆ ପ୍ରେସ୍ ଅର୍ଥ ଆମେ ନ୍ୟୁଜ୍ ପେପରକୁ ବୁଝାଉ, କିନ୍ତୁ ବର୍ତ୍ତମାନ ପ୍ରେସ୍ ଅର୍ଥର ସଂଜ୍ଞା ବହୁତ ପରିବର୍ତ୍ତନ ହୋଇଗଲାଣି। ପ୍ରେସ୍ ଅର୍ଥ କେବଳ ନ୍ୟୁଜ୍ ପେପର ନୁହେଁ, ଇଲେକ୍ଟ୍ରୋନିକ୍ ମିଡ଼ିଆ, ସୋସିଆଲ ମିଡ଼ିଆ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମିଡ଼ିଆ, ୟୁଟ୍ୟୁବ୍ ଚ୍ୟାନେଲ୍, ବହୁତ ଚ୍ୟାନେଲ୍ ଏବଂ ମିଡ଼ିଆ ବାହାରିଲାଣି ଏବଂ ସେଥିରେ ଆମର ଉତ୍ତରଦାୟିତ୍ୱ ଆହୁରି ବଢ଼ିଯାଇଛି, ଆମ ରେସ୍ପନ୍ସିବିଲିଟି ଆହୁରି ବଢ଼ିଯାଇଛି ଲୋକଙ୍କ ସମ୍ମୁଖରେ। କାରଣ ଲୋକ ଜାଣିପାରୁନାହାନ୍ତି କି ସତ୍ୟ କ'ଣ ମିଥ୍ୟା କ'ଣ, ଏତେ ଇନଫର୍ମେସନ୍ ଏବଂ ମିସ୍ଇନଫର୍ମେସନ୍ ପରିବେଷଣ ହେଉଛି। ସାମ୍ବାଦିକ ପ୍ରଥମ ଦାୟିତ୍ୱ ହେଲା ଆମକୁ ସତ୍ୟ ପରିବେଷଣ କରିବା, ଆମ ଇନଫର୍ମେସନ୍ ପରିବେଷଣ କରିବା, ଭ୍ରାନ୍ତିରୁ ଦୂର କରି ରଖିବା ଲୋକଙ୍କୁ। ପର୍ଟିକୁଲାରଲି ହେଲ୍ଥ ଏମର୍ଜେନ୍ସି, ନ୍ୟାସନାଲ୍ ଡିଜାଷ୍ଟର, ଏହି ସମୟରେ ଆମେ ଲୋକଙ୍କୁ ଜାଗରୁକତା କରିବା ଯେ ଭଲ କ'ଣ ମନ୍ଦ କ'ଣ ଜାଣିବା ପୂର୍ବରୁ ସେମାନେ ପରିବେଷଣ କରିବେ ତଥା ମିଡ଼ିଆ ଫରୱାର୍ଡ଼ କରିବେ। ପର୍ଟିକୁଲାରଲି ମୁଁ ସୋସିଆଲ ମିଡ଼ିଆ ୟୁଜରମାନଙ୍କୁ କହୁଛି। ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।